दर्शक बंधु आज ହେଉଛି ଫେବୃଆରୀ ମାସ 19 ତାରିଖ ଗୁରୁବାର। ଆଜି ଦିନଯାକର ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ଆସନ୍ତୁ ନଜର ପକେଇବା। ପ୍ରଥମେ ଅଷ୍ଟମ ବେତନକୁ ନେଇ ବଡ଼ ଖବର। ଏମାନଙ୍କୁ ମିଳିବନି ବଢ଼ା ଦରମା କି ପେନସନ। ଯେଉଁ କର୍ମଚାରୀମାନେ କେନ୍ଦ୍ର ସରକାରଙ୍କ ବିଭାଗରେ ଚୁକ୍ତିଭିତ୍ତିକ କିମ୍ବା ଆଡ ହକ୍ ଆଧାରରେ କାର୍ଯ୍ୟ କରୁଛନ୍ତି ଏବଂ କେନ୍ଦ୍ରୀୟ ସିଭିଲ ସେବା ନିୟମର ପରିସରଭୁକ୍ତ ନୁହନ୍ତି ସେମାନଙ୍କୁ ଏହି ବୃଦ୍ଧିର ଲାଭ ମିଳିବ ନାହିଁ। ରିପୋର୍ଟ ଅନୁଯାୟୀ ପ୍ରାୟ 50 ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ 9.9 ଲକ୍ଷରୁ ଅଧିକ ପେନସନଭୋଗୀ କମିଶନ ଗଠନ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଯଦି ସରକାର ଅଷ୍ଟମ ବେତନ କମିଶନକୁ ଅନୁମୋଦନ କରନ୍ତି ତେବେ ହିଟ୍ ମେଟ୍ ପ୍ୟାକ୍ଟରେ ବୃଦ୍ଧି ସହିତ ସର୍ବନିମ୍ନ ମଜୁରୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ଆଶା କରାଯାଇପାରେ। ବର୍ତ୍ତମାନ କେନ୍ଦ୍ର ସରକାର ଅଷ୍ଟମ ବେତନ କମିଶନ ଗଠନ ସମ୍ପର୍କରେ କୌଣସି ବିଜ୍ଞପ୍ତି ଜାରି କରିନାହାନ୍ତି। ବର୍ତ୍ତମାନ ଚାଲିଥିବା ସମସ୍ତ ଆଲୋଚନା ବିଶେଷଜ୍ଞ ଆକଳନ ଏବଂ ସୂତ୍ର ଉପରେ ଆଧାରିତ। ପରବର୍ତ୍ତୀ ଖବର, ବାହାଘର ସିଜନରେ ପୁଣି ଏତେ ଟଙ୍କା କମିଲା ସୁନା ରୂପା ଦର। ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟରେ ସ୍ଥିର ପରିବର୍ତ୍ତନ ଘଟୁଛି। ଉଭୟ ମୂଲ୍ୟବାନ ଧାତୁରେ ମଧ୍ୟ ଫେବୃଆରୀ 18 ତାରିଖ ବୁଧବାର ଦିନ ହ୍ରାସ ଦେଖିବାକୁ ମିଳିଛି। ଡଲାର ମଜବୁତ ହେବା ଏବଂ ବିଶ୍ୱ ଭୂରାଜନୈତିକ ଉତ୍ତେଜନା ହ୍ରାସର ସଂକେତ ସିଧାସଳଖ ସୁନା ବଜାର ଉପରେ ପ୍ରଭାବ ପକାଉଛି। ଗତ ଦୁଇଟି ବ୍ୟବସାୟିକ ଦିନରେ 24 କ୍ୟାରେଟ ସୁନା ପ୍ରାୟ 3500 ଟଙ୍କା ହ୍ରାସ ପାଇଛି। ଭାରତରେ ବିବାହ ଋତୁ ଚାଲିଥିବାରୁ ସୁନା ଏବଂ ରୂପା ମୂଲ୍ୟରେ ହ୍ରାସ ଜନସାଧାରଣଙ୍କୁ ଆଶ୍ୱସ୍ତି ଦେଇଛି। ଦିଲ୍ଲୀରେ ସୁନାର ମୂଲ୍ୟ 24 କ୍ୟାରେଟ 1,54,350 ଟଙ୍କା, 22 କ୍ୟାରେଟ 1,41,500 ଟଙ୍କା, 18 କ୍ୟାରେଟ 1,15,800 ଟଙ୍କା। ଦେଶର ମହାନଗରୀ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ରୂପା ମୂଲ୍ୟ ହ୍ରାସ ପାଇଛି। ଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇ ଏବଂ କୋଲକାତାରେ ଆଜି 1 ଗ୍ରାମ ରୂପା 2,550 ଟଙ୍କାରେ ବିକ୍ରି ହେଉଛି। ପରବର୍ତ୍ତୀ ଖବର, ପିଏମ କିଷାନ ଯୋଜନାରୁ କଟିଲା 33,000ରୁ ଉର୍ଦ୍ଧ୍ୱ ଚାଷୀଙ୍କ ନାମ। ଯାଞ୍ଚ ଘେରରେ 1 ଲକ୍ଷ ଚାଷୀ। ତଦନ୍ତରୁ ଅନେକ ଗୁରୁତର ଅନିୟମିତତା ପ୍ରକାଶ ପାଇଛି। ରେକର୍ଡ 33,318 ବ୍ୟକ୍ତି ସରକାରୀ କର୍ମଚାରୀ କିମ୍ବା ପେନସନଭୋଗୀ ବୋଲି ଜଣାପଡ଼ିଥିଲା। ତଥାପି ସେମାନେ ଯୋଜନାର କିସ୍ତି ପାଉଥିଲେ ଯଦିଓ ସେମାନେ ନିୟମ ଅନୁସାରେ ଯୋଗ୍ୟ ନୁହନ୍ତି। ଏହା ସହିତ 3,911 ଆୟକର ଦେଉଥିବା ଚାଷୀ ମଧ୍ୟ ବେଆଇନ ଭାବରେ ଲାଭ ପାଉଥିଲେ। ତଦନ୍ତରୁ 3,571ଟି ମାମଲା ମଧ୍ୟ ମିଳିଛି ଯେଉଁଠାରେ କିସ୍ତି ହିତାଧିକାରୀଙ୍କ ମୃତ୍ୟୁ ପରେ ମଧ୍ୟ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇ ରହିଛି। ଅନେକ କ୍ଷେତ୍ରରେ ଆଧାର କାର୍ଡ ଏବଂ ଜମି ରେକର୍ଡରେ ନାମ ଏବଂ ବିବରଣୀ ମେଳ ଖାଉନଥିଲା ଯାହା ଯୋଗ୍ୟତାକୁ ସନ୍ଦେହଜନକ କରିଥିଲା। ମୋଟ ହିତାଧିକାରୀଙ୍କ ସଂଖ୍ୟା 2,74,158 ଥିଲା ଯାହା ମଧ୍ୟରୁ 33,325 ଜଣଙ୍କ ନାମ ବାଦ ଦିଆଯାଇଥିଲା। ବର୍ତ୍ତମାନ ସକ୍ରିୟ ହିତାଧିକାରୀଙ୍କ ସଂଖ୍ୟା 2,40,833କୁ ହ୍ରାସ ପାଇଛି। ପ୍ରଶାସନ ସ୍ପଷ୍ଟ ଭାବରେ କହିଛି ଯେ ଚାଷୀ ପରିଚୟପତ୍ର ଏବଂ ଚାଷୀଙ୍କ ପ୍ରାଥମିକ ପରିଚୟପତ୍ର ହେବ। ସରକାର ମାର୍ଚ୍ଚ 2 ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ନିର୍ଦ୍ଦେଶ ଦେଇଛନ୍ତି। ଯୋଗ୍ୟ ଚାଷୀଙ୍କ ପାଇଁ ଯଥାଶୀଘ୍ର ଇକେୱାଇସି ଏବଂ ଚାଷୀ ପରିଚୟପତ୍ର ପଞ୍ଜୀକରଣ ସମାପ୍ତ କରିବାକୁ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କୁ ଟାର୍ଗେଟ ଦିଆଯାଇଛି।